ଶକ୍ତିହୀନ ଧନୁଏ ଶକ୍ତିହୀନ ଧନୁଏ କିଭଳି ପ୍ରତିଶୋଧ ଦେବିନି ମୁଁ ମୋ ପିତାଙ୍କ ନିର୍ମମ ହତ୍ୟାର ଶୁଣିକରି ଯୁଧିଷ୍ଠିରଙ୍କ ଘୋଷଣା ଯେ ଅଶ୍ୱତ୍ଥାମା ମରିଗଲା ଶସ୍ତ୍ର ରଖି ଦେଇଥିଲେ ଗୁରୁ ତୃଣଧାର ଭୂମିରେ ତାଙ୍କର ଯେ ଅଟଳ ଆସ୍ଥା ଯୁଧିଷ୍ଠିରଙ୍କ ବାଣୀରେ ଅସ୍ତ୍ରହୀନ ବାଇ ତାଙ୍କୁ ପାପି ଧୃଷ୍ଟଦ୍ୟୁମ୍ନ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରି ଜାଣିଦେଲା ଧର୍ମରାଜ ହୋଇ ସେ କହିଲେ ନର ବା ଗୁଞ୍ଜର ମଣିଷକୁ ପଶୁଠାରୁ ପୃଥକ କରିଲେ ନାହିଁ ତାହା ପରଠାରୁ ଯାହା ଆମ ଭିତରେ ଶୁଭ ଥିଲା କୋମଳଗମ ଥିଲା ସେ ସବୁର ଭ୍ରୂଣ ହତ୍ୟା ହେଲା ସେହି ଦିନଠାରୁ ମୁଁ ହେଲି ପଶୁ ମାତ୍ର ଅନ୍ଧ ଗର୍ବର ପଶୁ କିନ୍ତୁ ଆଜି ଘୁରି ବୁଲୁଛି ଏହି ଅନ୍ଧାରିଆ ଗହନ ଗୁମ୍ଫାରେ ପରାଜୟର ଗୁମ୍ଫାରେ ଦୁର୍ଯ୍ୟୋଧନ ଶୁଣ ଶୁଣ ମୁଁ ଏଇ ତୁମର ଭୀରୁ ଅଶ୍ୱତ୍ଥାମ ବାକି ରହିଛି যদি এই অপুংসক অস্তিত্ব ঠারে ছুটি পাই তরলতা গৃহ ডাউটি হতে পড়ে তথাপি মত হইতে চাকরা হবে নাহি কিন্তু না জীবিত রহিবি মু অস্তিত্ব রহিবি মু সত্য হয় ধর্মরাজ যুধিষ্ঠিরଙ୍କ বাণী মোর এই বন্ধরা করু দুইটি পন্থা করি আসু মোর এই বিনা রান্ত রাখি টুকুরা টুকুরা করে খাই খাই করে যেমতি বধ কেবল বধ ଅନ୍ତିମ ଅର୍ଥ ହୋଇ ମୋର ଅସ୍ତିତ୍ୱ ନ କିଏ ଆସୁଛି ବୋଧହୁଏ ପାଣ୍ଡବ ଯୋଦ୍ଧା ଏକାକୀ ଅସ୍ତ୍ରହୀନ ଅଛି ପଛରୁ ଲୁଚି ତା ଉପରେ କରିବି ପ୍ରହାର ଲୁଚିଥାଏ ଏଇ ବୁଦା ପଛରେ ଲୁଚିଥାଏ ହଁ ମୁଁ ସଞ୍ଚୟ ତଥାପି ବି ଅବଶେଷରେ ଅଛି ସତ୍ୟ କେଳେ କଟୁ ହେଉ କଟୁରୁ କଟୁତାରେ ହେଉ କଟୁତାରୁ କଟୁତା ନାହିଁ ତଥାପି ବି କହିବି କେବଳ ସତ୍ୟ